ଗ୍ରାମ ଜାନିଗୁଡ଼ା ଆଉ ଏ ରାସ୍ତାଟା ଦୀର୍ଘ ଦିନ ବହୁତ ଦିନ ଧରି ଆମ ବିଟୁ ଅମଳରୁ ଏବେରୁ ନାହିଁ ମୋ ଅଧା କାରେ ଜେଜେ କାରେ ଯୁଗରୁ ଏଇ ରାସ୍ତା ପରିସ୍ଥିତି ପଡ଼ିକିରି ଅଛି। କିନ୍ତୁ କ'ଣ କରିବା କହିଲେ କେହି ଶୁଣୁନାହାନ୍ତି। ବାବୁରେ ଭଲରେ କର କହିଲେ ଶୁଣୁନାହାନ୍ତି। ସେଥିପାଇଁ ବୋଲି ଅଟୋବାଲା ସଦନ ଜାନି ଆସିକରି ପିଲାମାନଙ୍କୁ ପଇସା ପତ୍ର ଦେଇକି ଆଜି ବନାଉଛି ମୁଇଁ ହେଲା। ହଁ ସେ ସଦନ ଭାଇ କହିଲେ ରାଇଟ୍ କଥା। ହେଲେ ତାର ଯାହା ଅବସ୍ଥା ହେଉଛି ଅଟୋ ଚାଲିବା ପାଇଁ ଏଠି ଅତି କମ୍ରେ ଗାଁକୁ 10 ଲୋକ ଡାକବା ପଡ଼ୁଛି ଗାଡ଼ି ଟେଲିବା ପାଇଁ। ହେଲେ ମେଡ଼ିକାଲ ଯାଉଛୁ କି ଯେଉଁ ଲୋକ କେତେ ସୁବିଧା ଅସୁବିଧା ଯାହା ଯିବାର ଆଇବାର କେତେ ଅସୁବିଧା ହେଉଛନ୍ତି ସେଥିପାଇଁ ବୋଲି ନିଜେ ପିଲାଙ୍କୁ ଡାକିକି ପଇସା ଖର୍ଚ୍ଚ କରିକି ନିଜେ ବନାଉଛି। ଆଉ କ'ଣ କରିବି ଭାଇ ଏତେ ଅସୁବିଧା ଆଉ ଗାଡ଼ି ଯାହା ଆସୁନେ ଗୋଟା ମେଡ଼ିକାଲ ଯିବା ପାଇଁ ଆମ୍ବୁଲାନ୍ସ ଆସିପାରୁନାହିଁ କି ଯିବାର ଆଇବାର ଲୋକ ବହୁତ ଅସୁବିଧା ହେଉଛନ୍ତି। ସେଥିପାଇଁ ବୋଲିକି କ'ଣ କରିବେ ଆରେ ଏ ଜାଗା ହେଉଛି ଦଶମୁଦ୍ର ବ୍ଲକ, ଦଶମୁଦ୍ର ପଞ୍ଚାୟତ, ଦଶମୁଦ୍ର ଥାନା, ଗ୍ରାମ ଜାନିଗୁଡ଼ା। କିନ୍ତୁ ନାହିଁ ନାହିଁ ଅବସ୍ଥା ହେଉଛି ଗାଁରେ ବଡ଼ ବଡ଼ ଲୋକ ରହି ସରପଞ୍ଚ ରହି ୱାର୍ଡ଼ ମେମ୍ବର ଥାଇ ହେଲା। ଏ ଗାଁଟା ଏ ହେଉଛି ଜାନିଗୁଡ଼ା ସରପଞ୍ଚ ବି ହେଇଛି କିନ୍ତୁ ସେ କିଛି ଲେଖୁଛି ନ ଲେଖୁଛି ତ ଜାଣିନୁ। କହି କରି ଆମର ହାଲତ ଖରାପ ବି ହେଲାଣି। କହି ବି ଆମେ ଭୋର ବି ହେଇଗଲୁଣି। ଆଉ ଏଥି ଯୋଗୁଁରୁ କ'ଣ କରିବା ଶୁଣୁନାହାନ୍ତି। ନିଜେ ହେଇକିରି ଆମ ସତନ ଭାଇ ଅଟୋବାଲା ମୁଁ ବି ଗୋଟେ ଡ୍ରାଇଭର। ମୁଁ ରାସ୍ତାକୁ ଦେଖିଲି ଭବିଷ୍ୟତ ଆନ୍ଧ୍ରା ଯାଇଥିଲି ଆସିଲା ପରେ ଦେଖିଲି ଭାଇ କହିଲି ରାସ୍ତାଘାଟ ଟିକେ ବନାଅ। ମୁଁ ବି ବାଇକ୍ ବୁଲୁଛି ଆଉ ପିଲାମାନେ 5-10 ଖର୍ଚ୍ଚ ଦେଇକରି ବନାଏ ବୋଲି ଭାଇ ଏ ରାସ୍ତାଟା ବନା ହେଉଛି। ଏତିକି କହି ରଖୁଛି ଜାନିଗୁଡ଼ା ରାସ୍ତା କେବେ ହେବ କ'ଣ ସେ ଯେ ଲୋକ କରେଇବେ ତାକୁ 100ଟା ନାଡ଼ି ଆକା ମାରିବି।